କୋଡ଼ିଆ ଘର ଭିତରେ ମୋ ସାନ ଭଉଣୀ ଓ ଝିଆରୀର ସିଲ୍ ଖୋଲିଲି। ପ୍ରିୟ ପାଠକ ପାଠିକାମାନେ, ମୁଁ ମୋ ଜୀବନର ଏକ ସତ ଘଟଣା କହୁଛି। ମୋର ନାଁ ହେଉଛି ରାଜୁ। ମୋ ଘର ସାଲେପୁର ପାଖ ଏକ ଗାଁରେ। ଆମ ଘରେ ମୁଁ, ମୋ ସାନ ଭଉଣୀ ଲିପି ଓ ମୋର ବାପା ବୋଉ ରୁହନ୍ତି। ଆମ ଘରେ ମୋ ଝିଆରୀ ମାନେ ମୋ ବଡ଼ ବାପା ପୁଅର ଝିଅ, ନାଁଟି ତା'ର ସିଲି। ସେ ଆସି ପଢ଼ାପଢ଼ି କରେ, କାରଣ ସେ ମୋର ସାନ ଭଉଣୀ ସାଙ୍ଗରେ ଏକା କ୍ଲାସରେ ପଢ଼େ। ଏହି ଘଟଣା ବେଳେ ସେମାନେ ଲିପି ଓ ସେଲି ଅଷ୍ଟମ କ୍ଲାସରେ ପଢ଼ୁଥିଲେ। ମୁଁ ସେତେବେଳେ +2 ଫାର୍ଷ୍ଟ ଇୟରରେ ପଢ଼ୁଥିଲି। ମୋ ଭଉଣୀ ଓ ଝିଆରୀ ଦେଖିବାକୁ ବହୁତ ସୁନ୍ଦରୀ। ମୋ ଭଉଣୀ ଲିପି ବେଶୀ ସୁନ୍ଦରୀ। ସିଲି ଓ ଲିପି କ୍ଲାସ୍ 6 ବେଳେ ମାଚୁରିଟି ପାଇଲେ। ଅଷ୍ଟମ କ୍ଲାସରେ ପଢ଼ିଲା ବେଳକୁ ତାଙ୍କ ଦୁଇ ଜଣଙ୍କର ଛାତି ବଡ଼ ବଡ଼ ହୋଇଯାଇଥିଲା। ମୁଁ ରାତିରେ 2 ଥର କିମ୍ବା 3 ଥର ମୋର ବାଡ଼ିକୁ ହଲାଏ ଓ ଦିନବେଳେ ସୁଯୋଗ ମିଳିଲେ ଥରେ ହଲାଏ। ମୁଁ ରାତିରେ ହଲେଇଲା ବେଳେ ଲିପି ଓ ସିଲି କଥା ଭାବିକି ହଲାଏ ଓ ତାଙ୍କର କପଡ଼ାକୁ ଆଲଣାରୁ ଆଣି ସେଥିରେ ମୋର ପାଣି ପକାଏ ଓ ପୁଣି ଥରେ ନେଇ ସେଇଠି ରଖିଦିଏ। ସେମାନେ ସକାଳେ ଗାଧୋଇ ସାରି କପଡ଼ା ପିନ୍ଧିଲା ବେଳେ ବୋଉକୁ କହନ୍ତି ଯେ ଆମ କପଡ଼ା କ'ଣ ଓଦା ଲାଗୁଛି। ବୋଉ କହେ କାଲି ଭଲରେ ଶୁଖିନଥିବ। ହେଲେ ଦିନେ ରାତିରେ ସିଲି ଲିପି ରୁମ୍ର ଆଲଣାରୁ ତାଙ୍କ କପଡ଼ାରେ ମୁଁ ପାଣି ପକାଇବା ପାଇଁ ଆଣିବାକୁ ଗଲାବେଳେ ମୋତେ ଲିପି ଦେଖିଦେଲା ଓ କହିଲା, ଭାଇ ଆମ ରୁମ୍ ଆଲଣାରୁ କ'ଣ ନେଉଛୁ? କାରଣ ଆମର 3 ବଖରା ଘର, ସବୁ ଘରକୁ ଘର ଭିତରେ ବାଟ ଥାଏ। ମୁଁ କହିଲି ନା, ମୁଁ ମୋର କପଡ଼ା ଖୋଜୁଛି। ସେମାନେ 2 ଜଣ ଲାଷ୍ଟ ଘରେ ଶୁଅନ୍ତି। ବାପା ବୋଉ ମଝି ଘରେ ଓ ମୁଁ ଦାଣ୍ଡ ଘରେ ଶୁଏ। ମୁଁ ସେତେବେଳେ ବହୁତ ଲାଜକୁରା ଥିଲି, ବାହାରକୁ ବେଶୀ ଯାଏନି। ତେଣୁ ବେଳେବେଳେ ରାତିରେ ସ୍ୱପ୍ନରେ ଲିପି ଓ ସିଲିକୁ କରୁଥିବାର ଦେଖି ମୁଁ ମୋର ପାଣି ବାହାର କରେ। ଅଷ୍ଟମ କ୍ଲାସ ବେଳକୁ ତାଙ୍କ 2 ଜଣଙ୍କର ଛାତି ପୁରା ସାଇଜ୍ ଆସିଥାଏ। ସେମାନେ ଭିତରେ କିଛି ପିନ୍ଧିନଥାନ୍ତି, ସେତେବେଳକୁ ଖାଲି ଛୋଟ କପଡ଼ା ପିନ୍ଧନ୍ତି। ତେଣୁ ତାଙ୍କର ଛାତି ସାଇକେଲରେ ଗଲାବେଳେ ତଳ ଉପର ହୋଇକି ହଲୁଥାଏ। ତେଣୁ ବାଟରେ ଟୋକାମାନେ କମେଣ୍ଟ କରନ୍ତି। ଦିନକର ଘଟଣା, ସେତେବେଳେ ଖରାଦିନ ହୋଇଥାଏ। ସ୍କୁଲ କଲେଜ ସବୁ ଛୁଟି ଥାଏ। ସେଦିନ ଆମ ବାରିକୁ ଲାଗିଥିବା ଆମ ବିଲରେ ଜଣେ ଲୋକ ବାଇଗଣ କରିଥାଏ ଓ ସେ ବିଲରେ ଗୋଟେ କୋଡ଼ିଆ କରି ବାଇଗଣ ଜଗେ। ସେଦିନ ସେ ଲୋକଟା ଶ୍ୱଶୁର ମରିଯାଇଥିବାରୁ ସେ ତା ଶ୍ୱଶୁର ଘରକୁ ଯାଇଥାଏ। ତେଣୁ ସେ ତା ବାପାଙ୍କୁ କହିଥିଲା କି ଖରା ବେଳେ ଟିକେ ବିଲ ଆଡ଼େ ବୁଲି ଆସିବାକୁ, କାଳେ ଗାଈଗୋରୁ ପଶି ଖାଇଯିବେ। ହେଲେ ବାପାଙ୍କୁ ସେଦିନ ଭଲ ଲାଗୁନଥିବାରୁ ସେ ମୋତେ କହିଥିଲେ କି ବିଲ ଆଡ଼େ ବୁଲି ଆସିବା ପାଇଁ। ମୋତେ ଖରାବେଳେ ଭଲ ସୁଯୋଗଟେ ମିଳିଥିବାରୁ ମୁଁ ବିଲକୁ ଯାଇ ସେ କୁଡ଼ିଆ ଭିତରେ ବସି ମୁଁ ମୋର ବାଡ଼ିକୁ ହଲାଉଥିଲି। ସେହି ସମୟରେ ଲିପି ଓ ସିଲି କୁଡ଼ିଆ ଖାଲି ଅଛି ଭାବି ବାଇଗଣ ବିଲରୁ 2ଟା ଭଲ ଲମ୍ବା ବାଇଗଣ ତୋଳି ହଠାତ୍ କୁଡ଼ିଆ ଭିତରକୁ ପଶିଗଲେ। ମୁଁ ଗୋଟେ ସାଇଡ଼ରେ ବସି ମୋର ହଲାଉଥାଏ, ଯେମିତି ମୋତେ କେହି ଦେଖିପାରିବେନି। ସେମାନେ ସେଠାରେ ମୋତେ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇ ଚମକି ପଡ଼ିଲେ। ଲିପି ମୋର ବାଡ଼ିକୁ ଦେଖୁଥିଲା। ସିଲି କହିଲା, ଦାଦା ତୁମେ ଏଠି କ'ଣ କରୁଛ? ମୋର ସେତେବେଳକୁ ପାଣି ବାହାରିବା ଉପରେ, ତେଣୁ ମୁଁ ଆଉ କିଛି ଲୁଚେଇ ପାରିଲିନି। ସେ ସମୟରେ ମୋର ବାଡ଼ିରୁ ପାଣି ବାହାରିଗଲା। ସେ 2 ଜଣ ମୋର ବାଡ଼ିକୁ ଅନେଇଥାନ୍ତି। ମୁଁ କହିଲି, ତୁମେ 2 ଜଣ 2 ପହରରେ ଏଠାକୁ କାହିଁକି ଆସିଛ? ସେମାନେ ସେତେବେଳେ ବାଇଗଣ 2ଟା ପଛକରେ ଲୁଚେଇଥାନ୍ତି। ଲିପି କହିଲା, ବୋଉ କହିଲା ବାଇଗଣ 2ଟା ଆଣିବାକୁ। ସିଲି ପଚାରିଲା, ଦାଦା ତମର ସେଇଟା କ'ଣ ଆଉ ସେଥିରୁ ଧଳା ଧଳା କ'ଣ ବାହାରିଲା? ଲିପି କହିଲା, ଆମର କପଡ଼ା ଅଧା ଥିଲାବେଳେ ସକାଳେ ଯେଉଁ ଗନ୍ଧ, ଏଇ ଧଳା ଧଳା ସେଇ ଗନ୍ଧ। ତାଙ୍କ କଥା ଶୁଣି ମୁଁ ଭାବିଲି ମୋର ଆଜି ସବୁ ଇଚ୍ଛା ପୂରଣ ହୋଇଯିବ। ଏତିକି ବେଳେ ସେମାନେ ପଳେଇ ଯିବା ପାଇଁ ବାହାରିଲେ। ମୁଁ ସେତେବେଳେ ସିଲିର ହାତକୁ ଧରି କହିଲି, ନା ଯାଅ ନା, ମୁଁ ଜାଣିଛି ତମେମାନେ କ'ଣ ପାଇଁ କୁଡ଼ିଆକୁ ଆସିଛ। ଲିପି କହିଲା, ଆମେ ଯିବୁ, ବୋଉକୁ ବାଇଗଣ ଦେବୁ। ମୁଁ ଜାଣିଛି ସେତେବେଳେ ବୋଉ ଶୋଇଥିବ। ମୁଁ କହିଲି, ତମେ 2 ଜଣ ଯେଉଁଥିପାଇଁ ଆସିଛ ସେ କାମ କରିବନି? ସିଲି କହିଲା, ଦାଦା ତମେ କେମିତି ଜାଣିଲ ଆମେ କ'ଣ ପାଇଁ ଆସିଛୁ ବୋଲି? ତମେ ଯେଉଁ ଲମ୍ବା ବାଇଗଣ ଆଣିଛ ସେଇଥିରୁ ଜାଣିଲି। ସେମାନେ ତାପରେ ମୋ ସାମ୍ନାରେ ବସିଲେ। ଲିପି କହିଲା, ଭାଇ ଆମ ଉପର କ୍ଲାସର ଜଣେ ଝିଅ କହୁଥିଲା ଗାତରେ ବାଇଗଣ ପୂରେଇଲେ ଭଲ ଲାଗିବ। ଆମେ ସେଥିପାଇଁ ଲମ୍ବା ବାଇଗଣ ଆଣିଛୁ, ଆମ ଗାତରେ ପୂରେଇବୁ।
ଆଉ ଜଣେ କହୁଥିଲା କି ସେ ତା ଭାଇର ବାଡ଼ିକୁ ତା ଗାତରେ କେତେ ଥର ପୂରେଇଛି। ଲିପି କହିଲା, ଭାଇ ତୁ ଯେଉଁଟା ଏବେ ହଲାଉଥିଲୁ ସେଇଟାକୁ ବାଡ଼ି କହନ୍ତି? ମୁଁ ହଁ କହିଲି। ଆଉ ସେ ଯେଉଁ ଧଳା ଧଳା ବାହାରିଲା ସେଥିରୁ ତାକୁ ପାଣି କହନ୍ତି? ସେ ପାଣି ଆମ ଗାତରେ ପଶିଲେ ଆମର ପେଟରେ ଛୁଆ ହୁଏ। ମୁଁ ହଁ କହିଲି। ସିଲି କହିଲା, ତାହେଲେ ରାତିରେ ତମେ ଆମ କପଡ଼ାରେ ପାଣି ପକାଅ। ତାପରେ ଲିପି କହିଲା, ଆମେ ଏଇ କୋଡ଼ିଆରେ ଆମ ଗାତରେ ଏଇ ବାଇଗଣ ଦୁଇଟା ପୂରାଇବା ପାଇଁ ଆଣିଛୁ। ତାପରେ ମୁଁ କହିଲି, ହଉ ତମେ ପୁରାଅ, ମୁଁ ଦେଖିବି। ଲିପି କହିଲା, ନା ଭାଇ, ମୋ ଗାତରେ ତମର ବାଡ଼ି ମୋତେ ପୂରେଇବାକୁ ଇଚ୍ଛା ହେଉଛି। ସିଲି କହିଲା, ଦାଦା ତମର ବାଡ଼ି ଧରି ମୋର ଖେଳିବାକୁ ଇଚ୍ଛା। ସେତେବେଳକୁ ମୋର ବାଡ଼ି ପୁଣି ଟାଣ ହେଲାନି। ମୁଁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନଥିଲି। ତେଣୁ ମୁଁ କହିଲି, ତମେ ଦୁଇଜଣ କପଡ଼ା ଓହ୍ଲେଇ ଦିଅ। ସେମାନେ ମନା କରୁଥିଲେ। ସିଲି କହିଲା, କାଳେ କିଏ ଆସିବ ଭାରି। ମୁଁ କହିଲି, ନା, ଆମ ବାରିକୁ କେହି ଆସିବେନି, କି ବାପା ବି ଆସିବେନି, ଓ ଭାଗୁଆଳି ବି ତା ଶ୍ୱଶୁର ଘରୁ ସେ କାଲି ଆସିବ। ତାପରେ ସେମାନେ ତାଙ୍କର ତ ଓହ୍ଲେଇ ଦେଲେ। ମୁଁ ଦେଖି ପୁରା ଆଶ୍ଚର୍ଯ୍ୟ, କାରଣ ମୁଁ ଯାହା ଭାବୁଥିଲି ସେମାନଙ୍କର ତାଠାରୁ ବଡ଼ ଛାତି ଥିଲା ଓ ସିଲିର ଗାତରେ ଟିକେ ଟିକେ ଛୋଟ ଛୋଟ ବାଳ ଗଜୁରି ଥିଲା। ଆଉ ଲିପିର ଗାତରେ କିଛି ନଥିଲା। ଲିପି କହିଲା, ଭାଇ ତୋର ଖୋଲ। ମୁଁ ସଙ୍ଗେ ସଙ୍ଗେ ମୋର ଡୋରକୁ ଟାଣିଦେଲି ଓ ମୋର ତଳକୁ ଖସେଇ ଦେଲି। ସେତେବେଳକୁ ମୋର ବାଡ଼ି 90 ଡିଗ୍ରୀରେ ଠିଆ ହେଲା। ତାପରେ ଲିପି କହିଲା, ଆମେ ସବୁ ଦିନ ତୁ ତ କପଡ଼ାରେ ଆମ କପଡ଼ାରେ ତୁ ପାଣି ପକାଇଲା ପରେ ଆମେ ତାକୁ ସବୁ ଚାଟିକି ସଫା କରୁ। ଆମେ ଜାଣିକି ତମେ ଥିଲାବେଳେ ବୋଉକୁ କହୁ କି ଆମ କପଡ଼ା ଓଦା ଅଛି ବୋଲି। ଲିପି କହିଲା, ଭାଇ ଏ ଖେଳ ଆମେ ଆଗ ଆରମ୍ଭ କରିବୁ। ମୁଁ ପଚାରିଲି କି ତମେ ଦୁଇଜଣ ଏତେ ସବୁ କଥା କେମିତି ଜାଣିଲ? ଲିପି କହିଲା, ଆମ ଉପର କ୍ଲାସ୍ର ଝିଅମାନେ ଆମକୁ ସବୁ କହନ୍ତି ଓ ଆମକୁ ବି ଓଡ଼ିଆ କାହାଣୀ ଶୁଣିବାକୁ ଦିଅନ୍ତି। ୟୁଟ୍ୟୁବକୁ ଯାଇ ଓଡ଼ିଆ ଷ୍ଟୋରି ଅଙ୍କିତ ସର୍ଚ୍ଚ କରିବା ପାଇଁ କୁହନ୍ତି। ଆଉ ଆମେ ୟୁଟ୍ୟୁବକୁ ଯାଇ ଓଡ଼ିଆ ଷ୍ଟୋରି ଅଙ୍କିତ ଚ୍ୟାନେଲକୁ ସର୍ଚ୍ଚ କରି ଏଇଭଳି କାହାଣୀ ଶୁଣୁ। ସେ କାହାଣୀରେ ସବୁ ଲେଖା ହୋଇଥାଏ। ସିଲି କହିଲା, ଥରେ ମୋ ଗାତରେ ଡଟ୍ ପେନ୍ ପୂରେଇଲା ବେଳେ ତା କ୍ୟାପ୍ଟା ମୋ ଗାତ ଭିତରେ ରହିଗଲା। ଲିପି ନାନୀ ଆଙ୍ଗୁଳିରେ କ୍ୟାପ୍କୁ ବାହାର କଲା। ମୋତେ ବହୁତ କାଟିଲା ଓ ମୋ ଗାତରୁ ରକ୍ତ ମଧ୍ୟ ବାହାରିଲା। ତାପରେ ଲିପି କହିଲା, ଭାଇ ତୁ କହ କେମିତି କ'ଣ କରିବା? ତାପରେ ମୁଁ ଚିତ୍ ହୋଇକି ଶୋଇଲି। ସିଲେଇକୁ କହିଲି, ତୁ ମୋ ଉପରେ ମୋ ମୁହଁ ପାଖକୁ ତୋର ଗାତକୁ ରଖିକି ମୋର ବାଡ଼ିକୁ ଖା। ଲିପି ମୋ ସାଇଡ଼୍ରେ ଆଣ୍ଠେଇ ପଡ଼ି ମୋର ଦୁଇଟା ବଲ୍କୁ ପାଟିରେ ପୁରା। ଆଉ ମୁଁ ସିଲିର ଗାତକୁ ଜିଭ ଲଗେଇକି ଚାଟିଲି ଓ ଗୋଟେ ହାତରେ ଲିପିର ଗାତରେ ଆଙ୍ଗୁଳି ପୂରେଇଲି ଓ ଆର ହାତରେ ସିଲିର ଛାତିକୁ ଦଳିଲି। ସିଲି ମୋର ବାଡ଼ିକୁ ଏମିତି ଖାଉଥିଲା ଯେ ମୁଁ ଆକାଶରେ ଉଡ଼ିଲା ପରି ଲାଗିଲା। ଏହି ସମୟରେ ଲିପିର ଗାତରେ ଆଙ୍ଗୁଳି ପୂରେଇବା ବେଳେ ଲିପି କହିଲା, ଭାଇ କାଟୁଛି। ମୁଁ କହିଲି, ଏତେ ବଡ଼ ବଡ଼ ବାଇଗଣ ପୂରେଇଥାନ୍ତ, ମୁଁ ଆଙ୍ଗୁଳି ପୂରେଇଲେ କାଟୁଛି? ଏତିକି ବେଳେ ସିଲି ତା ଗାତକୁ ମୋ ମୁହଁରେ ଲଗେଇକି ରଖିଥାଏ ଆଉ କହୁଥାଏ, ଦାଦା ତମର ଜିଭ ମୋର ଗାତ ଭିତରକୁ ଦିଅ, ମୁଁ ସମ୍ଭାଳି ପାରୁନି। ଲିପି କହିଲା, ଭାଇ ତୁ ସିଲିର ବହୁତ ସମୟ ହେଲା ଗାତକୁ ଚାଟିଲୁଣି, ଏବେ ଟିକେ ମୋର ଚାଟ। ସେ ସିଲିକୁ କହିଲା, ତୁ ଉଠ, ମୁଁ ଭାଇ ଉପରେ ଶୋଇବି, ସେ ମୋର ଗାତକୁ ଚାଟିବ। ସିଲି ମନା କଲା। ସେ କହିଲା, ମୋର ଶାନ୍ତି କଲା ପରେ ତୋର ଗାତକୁ ସେ ଚାଟିବେ। ତାଙ୍କ ଦୁଇଜଣଙ୍କର ଝଗଡ଼ା ଦେଖି ମୁଁ କହିଲି, ସିଲି ତୁ ଉଠ, ଲିପି ଶୋଉ। ତାପରେ ସିଲି ଉଠିଲା। ଲିପି ଶୋଇ ମୋର ବାଡ଼ିକୁ ଖାଇଲା। ମୁଁ ତାର ଗାତକୁ ଚାଟୁଥିଲି ଓ ଗୋଟେ ହାତରେ ସିଲିର ଗାତରେ ଆଙ୍ଗୁଳି ପୂରେଇଲି ଓ ଆର ହାତରେ ଲିପିର ଛାତିକୁ ଦଳିଲି। ଏମିତି 15 ମିନିଟ୍ ଚାଲିଲା। ତାପରେ ମୁଁ ସମ୍ଭାଳି ପାରିଲିନି। ମୋର ବାଡ଼ିକୁ ଗାତରେ ପୂରାଇବା ପାଇଁ ପ୍ରବଳ ଇଚ୍ଛା ହେଲା। ଲିପିକୁ ମୁଁ ମୋ ଉପରୁ ଉଠିବାକୁ କହିଲି। ସେମାନେ ଭାବିଲେ ମୁଁ ବୋଧେ ଘରକୁ ଯିବି। ଲିପି କହିଲା, ଭାଇ ତୁ ମୋ ସୁନା ଭାଇଟା ପରା, ମୋ ଗାତରେ ତୋର ଟିକେ ବାଡ଼ିକୁ ପୂରେଇକି ଦେ, ମୁଁ ତୋର ଗୋଡ଼ ଧରୁଛି। ଏହି ସମୟରେ ସିଲି କହିଲା, ଦାଦା ଲିପି ନାନୀକୁ ତମେ ଯେତେବେଳେ ଚାହିଁବ ତା ଗାତରେ ତମର ବାଡ଼ି ପୂରେଇ ପାରିବ, କାରଣ ସେ ତମ ଭଉଣୀ, ତେଣୁ ମୋ ଗାତରେ ଆଗ ପୁରାଅ। ଲିପି କହିଲା, ତା ଗାତରେ ଭାଇ ତୋର ବାଡ଼ି ପଶିବନି, ତାର ଛୋଟ କଣା। ମୋ ଗାତରେ ପୁରା, ମୋର ବଡ଼ କଣା। ଏହି ସମୟରେ ଲିପି ଶୋଇକି ତା ଜଙ୍ଘକୁ ମେଲେଇ ତା ଗାତକୁ ମେଲା କରି ତାର କଣାକୁ ଦେଖାଇଲା। ଏ କଥା ଦେଖି ସିଲି ତା ଗାତକୁ ବି ମେଲା କଲା। ମୁଁ କହିଲି, ତମେ ଦୁଇଜଣଙ୍କର ଗାତ ମେଲାଇକି ଶୁଅ, ମୁଁ ଟସ୍ ପକେଇବି, ଯାହାର ହେଡ଼୍ ପଡ଼ିବ ମୁଁ ତା ଗାତରେ ଆଗ ପୂରେଇବି। ଟସ୍ ପାଇଁ ମୁଁ ଏକ ଟଙ୍କିକିଆ କଏନ୍ ଉପରକୁ ପକେଇଲି। ଲିପି ହେଡ଼୍ ଡାକିଲା ଓ ଟସ୍ରେ ହେଡ଼୍ ବି ଆସିଲା। ତେଣୁ ମୁଁ ଆଗ ମୋ ଭଉଣୀ ଲିପିର ଗାତରେ ମୋର ବାଡ଼ିକୁ ପୂରେଇଲି। ଲିପି ଖୁସି ହୋଇଗଲା।
ମୁଁ ତା ଗାତରେ ବାଡ଼ି ପୂରାଇବାକୁ ଚେଷ୍ଟା କଲି, ହେଲେ ମୋ ବାଡ଼ିର ଆଗ ନାଲି ଅଂଶ ପଶିଲା ଆଉ ପଶିଲାନି। ଲିପି କହିଲା, ଭାଇ ମୋତେ କାଟୁଛି, କାରଣ ମୁଁ ଆଗରୁ ମୋ ଗାତରେ କେବେ ବାଡ଼ି ପୂରେଇ ନାହିଁ। ତମେ ମୋ ଗାତରେ ପ୍ରଥମେ ବାଡ଼ି ପୂରଉଛ। ମୁଁ ବି ଆଗରୁ କାହା ଗାତରେ ମୋର ବାଡ଼ି ପୂରେଇ ନଥିଲି। ମୁଁ ଆଉ ଥରେ ଲିପିର ଗାତରେ ମୋର ବାଡ଼ିକୁ ପୂରାଇବାକୁ ଚେଷ୍ଟା କଲି, ହେଲେ ପଶିଲାନି। ଏତିକି ବେଳେ ସିଲି କହିଲା, ଦାଦା ମୋ ପାଖରେ ନଡ଼ିଆ ତେଲ ଅଛି। ସେ ସଙ୍ଗେ ସଙ୍ଗେ ଡବା ଖୋଲି ମୋର ବାଡ଼ିକୁ ଲିପିର ଗାତରୁ ବାହାର କରିଦେଲା। ଆଉ ମୋର ବାଡ଼ିରେ ତେଲ ଢାଳି ମୋର ବାଡ଼ି ସାରା ଘଷିଲା ଓ ଲିପି ଗାତରେ ବି ତେଲ ଢାଳିଲା। ତାପରେ ସିଲି କହିଲା, ନାନୀ ତୋ ଜଙ୍ଘ ପୁରା ମେଲା କର, ମୁଁ ତୋର ଗାତକୁ ମେଲା କରୁଛି। ଦାଦା ତାଙ୍କର ବାଡ଼ି ପୂରେଇବେ, ତୁ ଟିକେ ଆଖି ବୁଜି କାଖେଇ ଯା। ସିଲି ଯେମିତି କହିଲା ଲିପି ସେମିତି କଲା। ତାପରେ ମୁଁ ମୋର ବାଡ଼ିକୁ ଲିପିର ଗାତରେ ପୂରାଇବାକୁ ଚେଷ୍ଟା କଲି। ସିଲି କହିଲା, ଦାଦା ତୁମେ ଜୋରରେ ତୁମର ବାଡ଼ିକୁ ଲିପି ନାନୀର ଗାତରେ ପୂରାଅ, ଯେମିତି ଏକାଥରକେ ପଶିଯିବ। ମୁଁ ଜୋରରେ ଗୋଟେ ଧକ୍କା ମାରିଲି ଯେ ମୋର ବାଡ଼ି ପୁରା ମୂଳ ପର୍ଯ୍ୟନ୍ତ ଲିପିର ଗାତ ଭିତରକୁ ପଶିଗଲା। ଲିପି ଆଖିରୁ ଦୁଇ ଧାର ଲୁହ ବୋହିଗଲା। ମୋତେ ବି ବହୁତ କଷ୍ଟ ହେଲା ଆଉ ଦୁଃଖ ବି ଲାଗିଲା ମୋ ଭଉଣୀର ଲୁହକୁ ଦେଖି। ତାପରେ ଆସ୍ତେ ଆସ୍ତେ ଧକ୍କା ମାରିଲି। ତାପରେ ଲିପି ହସିଲା, କହିଲା, ଭାଇ ଏବେ ମୋତେ ସ୍ୱର୍ଗ ସୁଖ ଦେଲ। ତାପରେ ଆସ୍ତେ ଆସ୍ତେ ମୁଁ ମୋ ବାଡ଼ିର ଏତିକି ବେଳେ ଲିପି କହିଲା, ଭାଇ ତୁ ମୋ ଗାତ ଭିତରେ ପାଣିକୁ ଛାଡ଼ିବୁ। ମୁଁ କହିଲି, ଏମିତି କଲେ ତୋ ପେଟରେ ପିଲା ରହିଯିବ। ସେ କହିଲା, ନା ତୁ ଏମର୍ଜେନ୍ସି ପିଲ୍ ଆଣିକି ମୋତେ ଦେବୁ, ତାକୁ 72 ଘଣ୍ଟା ଭିତରେ ଖାଇଲେ ଆଉ ପିଲା ରହିବନି। ତାପରେ କିଛି ସମୟ କଲା ପରେ ମୋ ବାଡ଼ିରୁ ସବୁ ପାଣି ପିଚ୍ ପିଚ୍ କରି ଲିପିର ଗାତ ଭିତରକୁ ଚାଲିଗଲା। ତାପରେ ଲିପି ମୋତେ ଜାବୁଡ଼ି ଧରି ଗେଲ କରିବାକୁ ଲାଗିଲା। ସେତେବେଳକୁ ସିଲି ମନ ଦୁଃଖ କରିକି ବସିଥାଏ। ଲିପି କହିଲା, ସିଲି ତୁ ମନ ଦୁଃଖ କରନା, କାରଣ ମୋ ଗାତରୁ ବାଡ଼ି ବାହାରି ଗଲା ପରେ ମୁଁ ତୋ ପାଇଁ ଆଉ ଥରେ ରେଡ଼ି କରିବି। ତାପରେ ମୋର ବାଡ଼ି ନରମ ହୋଇ ଲିପିର ଗାତରୁ ବାହାରି ଆସିଲା। ସେତେବେଳେ ମୋ ବାଡ଼ି ସାରା ରକ୍ତ ଲାଗିଥିଲା ଓ ଲିପିର ଗାତରୁ ବି ରକ୍ତ ବାହାରୁଥିଲା। ତାପରେ ଲିପି ମୋର ବାଡ଼ିକୁ ଚାଟି ଚାଟି ସଫା କରିଲା। ସଫା କଲାବେଳେ ମୋତେ ବହୁତ କଷ୍ଟ ହେଲା। ଲିପି କହିଲା, ଭାଇ ତୁ ଆଗରୁ କାହାକୁ କରିନଥିଲୁ, ସେଥିପାଇଁ ତୋ ବାଡ଼ିର ତଳପଟ ଶିରାଟା ଟିକେ ଛିଣ୍ଡି ଯାଇଛି। ଲିପି କହିଲା, ଭାଇ ମୋର ବି ଆଜି ତୁ ସିଲ୍ ଖୋଲିଲୁ। ଲିପି ମୋତେ ଜାବୁଡ଼ି ଧରି ମୋତେ ଗେଲ କରି କହିଲା, ଭାଇ ମୁଁ ଭାରି ଲକି, କାରଣ ମୋ ଗାତରେ ଏମିତି ବାଡ଼ି ପଶିଲା ଯେଉଁ ବାଡ଼ି ଆଗରୁ କାହାର ଗାତରେ ପଶିନଥିଲା। ତାପରେ ଲିପି ମୋର ବାଡ଼ିକୁ ଚାଟି ଆଉ ଥରେ ଠିଆ କରିଲା। ମୁଁ ସିଲିକୁ ମୋ ପାଖକୁ ଡାକିଲି ଓ ତାକୁ ଗେଲ କରିଲି। କହିଲି, ଆଜି ତୋତେ ମୁଁ 2 ଥର କରିବି। ଏଥର ସିଲି ହସିଲା ଓ କହିଲା, ଦାଦା ଥରେ ମୋ ଗାତ ଭିତରେ କରିବ ଓ ଆଉ ଥରେ ମୋ ପାଟିରେ କରିବ। ମୁଁ ତମର ଗରମ ଗରମ ପାଣିକୁ ଖାଇବି। ସିଲି କହିଲା, ନାନୀ ତୁ ଏଥର ବାଡ଼ିକୁ ଛାଡ଼, ଏଥର ମୋ ପାଳି। ଲିପି ରାଗି କରି କହିଲା, ନେ ତୁ କର ଏଥର। ସିଲି କିଛି ସମୟ ଖାଇଲା ପରେ ନଡ଼ିଆ ତେଲ ଆଣି ମୋ ବାଡ଼ିରେ ଓ ତା ଗାତରେ ଢାଳିଲା। ମୋତେ କହିଲା, ଦାଦା ମୋ ଗାତରେ ଗୋଟେ ଧକ୍କାରେ ପୂରେଇବ, ମୁଁ ସହିଯିବି। ସିଲି ସଙ୍ଗେ ସଙ୍ଗେ ତଳେ ତା ଜଙ୍ଘ ମେଲି ଶୋଇଲା ଓ ତା ଗାତକୁ ମେଲେଇକି ଧରିଲା। ମୁଁ ଆଗ ତା ଗାତ ଉପରେ ମୋର ବାଡ଼ିକୁ ଘଷିଲି। ତାପରେ ଗୋଟେ ଲମ୍ବା ଧକ୍କା ମାରିଲି। ଏକାଥରକେ ମୋର ବାଡ଼ି ପୁରା ମୂଳ ପର୍ଯ୍ୟନ୍ତ ସିଲିର ଗାତରେ ପଶିଗଲା। ଏତିକି ବେଳେ ସିଲି ପାଟି କଲା, ଦାଦା ମୋର ଫାଟିଗଲା। ସେ କହିଲା, ଦାଦା ତମେ ଆସ୍ତେ ଆସ୍ତେ ମୋତେ କର। ତାପରେ ମୁଁ ଆସ୍ତେ ଆସ୍ତେ ମୋ ବାଡ଼ିକୁ ଭିତର ବାହାର କଲି। ସିଲି କହିଲା, ଦାଦା ମୁଁ ଜାଣିନଥିଲି ଗାତ ଭିତରେ ବାଡ଼ି ପଶିଲେ ଏତେ ସୁଖ ମିଳେ ବୋଲି। ସେଥିପାଇଁ ସମସ୍ତେ ଗାତରେ ବାଡ଼ି ପୂରାଇବାକୁ ଚାହାନ୍ତି। ତାପରେ ମୋର ଧକ୍କା ମାରିବାର ମୁଁ ଗତିବିଧି ବଢ଼େଇଲି। ଏମିତି 20 ମିନିଟ୍ କରିବା ପରେ ମୋର ବାଡ଼ି ସିଲିର ଭିତରେ ଥାଇ ସବୁ ପାଣି ଭିତରକୁ ଚାଲିଗଲା। ତାପରେ ସିଲି ମୋର ବାଡ଼ିକୁ ତା ଭିତରୁ ବାହାରିବା ପରେ ଆଉ ଥରେ ପାଟିରେ ପୂରେଇକି ଖାଇଲା। ମୁଁ ତା ଛାତିକୁ ହାତରେ ଦଳିଲି। ଏମିତି 10 ମିନିଟ୍ କଲା ପରେ ମୋର ବାଡ଼ି ପୁଣି ଥରେ ରେଡ଼ି ହୋଇଗଲା। ମୁଁ ସିଲିକୁ କହିଲି, ମୁଁ ଶୋଉଛି, ତୁ ମୋର ବାଡ଼ି ଉପରେ ବସ। ସେ ମୋର ବାଡ଼ି ଉପରେ ବସି ତା ଗାତକୁ ତଳ ଉପର କଲା। ଏମିତି 15 ମିନିଟ୍ ଜୋର ଜୋରରେ କରିବା ପରେ ମୋ ବାଡ଼ିରୁ ପାଣି ବାହାରିବାର ସମୟ ଆସିଗଲା। ମୁଁ ସିଲିକୁ କହିଲି, ମୋ ବାଡ଼ି ଉପରେ ଉଠି ତୋ ପାଟିକୁ ମେଲା କର। ସେ ସଙ୍ଗେ ସଙ୍ଗେ ଉଠି ମୋ ବାଡ଼ିକୁ ପାଟିରେ ପୂରାଇଲା। ଏତିକି ବେଳେ ମୋ ବାଡ଼ିରୁ ସବୁ ପାଣି ସିଲିର ପାଟି ଭିତରେ ବାହାରିଗଲା। ସେ ତାଙ୍କୁ ସଙ୍ଗେ ସଙ୍ଗେ ଢୋକି ପକାଇଲା। ଏହି ସମୟରେ ଲିପି ମନ ଦୁଃଖରେ କହିଲା, ଭାଇ ତୋ ଭଉଣୀକୁ ଥରଟେ କରିଲୁ, କିନ୍ତୁ ଝିଆରୀକୁ 2 ଥର। ହଉ 4 ବାଜିଲାଣି, ମାନେ 4ଟା ବାଜିଲାଣି, ଚାଲ ଘରକୁ ଯିବା, ବାପା ବୋଉ ଖୋଜୁଥିବେ।
ତାପରେ ମୁଁ କହିଲି ଆଜି ରାତିରେ ତୁ ମୋ ପାଖକୁ ଆସିବୁ, ମୁଁ ତୋତେ ଯେତେ ଥର କହିବୁ ଓ ଯେମିତି କହିବୁ କରିବି। ଏତିକି ହେଲା ବିଲ କୋଡ଼ିଆରେ ମୋ ସାନ ଭଉଣୀ ଲିପି ଓ ମୋ ଝିଆରୀ ସିଲି ସହିତ ଖେଳ। ସେଦିନ ରାତିରେ ଆଉ କ'ଣ କ'ଣ ହେଲା, ଯଦି ଏଇ ଭିଡ଼ିଓରେ ଭଲ ଲାଇକ୍ କମେଣ୍ଟ ଆସେ ତାହେଲେ ମୁଁ ଆପଣମାନଙ୍କ ପାଇଁ ଏଇ ଭିଡ଼ିଓର ସେକେଣ୍ଡ ପାର୍ଟ ମାନେ ଦ୍ୱିତୀୟ ଭାଗ ନେଇକି ଆସିବି। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ନୂଆ କାହାଣୀରେ। ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ, ଆଉ ଜଲ୍ଦି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ରହୁଛି, ଧନ୍ୟବାଦ।